ଆଜି ଚାଲନ୍ତୁ ବନେଇବା ସୋୟାବିନ୍ ପକୋଡ଼ା। ଏଠି ପାଣି ଦେଇ ଦେଇଛି, ପାଣି ଫୁଟିଲା ପରେ ଆମେ ସୋୟାବିନ୍ ଦେଇଦେବା। ଗୋଟେ ଫୁଟା ଆସିଲା ପରେ ଆମେ ଆକୁ ବାହାର କରିଦେବା, ଥଣ୍ଡା କରିକି ଆକୁ ଚିପୁଡ଼ି ଦେବା, ତାକୁ ରଖିବା ସାଇଡ଼୍ରେ। ଏପଟେ ଆମେ ନେଉଛି ବେସନ 1 କପ୍ ନେଉଛି, ଚାଉଳର ଗୁଣ୍ଡ ନେଉଛି 4 ଚାମଚ କ୍ରଞ୍ଚି ପାଇଁ। ଏଠି ନେଉଛି ସବୁ ଗୁଣ୍ଡ ମସଲା ନେଉଛି, ଛୋଟ ଚାମଚରେ ମୁଁ ନେଉଛି ଲଙ୍କା ଗୁଣ୍ଡ, ତାଠୁ ଛୋଟ ଚାମଚରେ ନେଉଛି ମୁଁ ହଳଦୀ ଗୁଣ୍ଡ, ତାପରେ ଜିରା ଗୁଣ୍ଡ ଛୋଟ ଚାମଚଟି, ଧନିଆ ଗୁଣ୍ଡ ଛୋଟ ଚାମଚଟି, ଚିକେନ୍ ମସଲା 1 ଛୋଟ ଚାମଚଟି, ଆଉ ଦହି ନେଉଛି 4 ଚାମଚ, ତାପରେ ଅଦା ରସୁଣ ପେଷ୍ଟ ନେଉଛି 2 ଚାମଚ। ଆକୁ ଟିକେ ଶୁଖିଲା ଫାଷ୍ଟ ଫେଣ୍ଟି ଦେବା, ତାପରେ ଆମେ ପାଣି ଦେବା, ଦେଖିକି ପାଣି ଦେବା। ଆମର ବେଟର ହେଲା ପରେ ଆମେ କସ୍ତୁରୀ ମେଥି ଦେଇଦେବା ବଡ଼ 1 ଚାମଚ, ତାକୁ ବି ଭଲସେ ମିଶାଇ ଦେବା। ଆମେ ଯେ ସୋୟାବିନ୍ ଚିପୁଡ଼ିକି ରଖିଥିଲେ ତାକୁ ପକାଇ ପକାଇ ଆମେ ଛାଣିବା। ହାତରେ ହେଉ ଚାମଚରେ ହେଉ ଯେମିତି ସୁବିଧା ଆପଣମାନଙ୍କୁ ସେମିତି ଗୋଳେଇକି ତେଲରେ ପକାଇବେ। ତେଲ ତାତିଲା ପରେ ପକାଇବେ। ସୋୟାବିନ୍ ପକାଇଲା ପରେ ତେଲ ମିଡ଼ିୟମକୁ ଆଣିବେ ହେରି। ତେଲ ସିଏ ସ୍ଲୋ ଜାଳରେ ହିଁ ଏକା ସିଏ ଭଲସେ ଗୋଲ୍ଡେନ୍ କଲର୍ ହେବ। ଦେଖନ୍ତୁ ଏବେ ଗୋଟେ ଥର ହୋଇଗଲାଣି, ଏବେ ଆଉ ଥରେ ସେକେଣ୍ଡ ଥର ମୁଁ ପକାଉଛି। କେତେ ସୁନ୍ଦର ଗୋଲ୍ଡେନ୍ କଲର୍ ହେଇଛି। ପକାଇଲା ପରେ ଆମେ ଚାକୁରେ ଟିକେ ଟିକେ ଧୀରେ ଧୀରେ ଉଲ୍ଟେଇବା, ସେ ସାଇଜ୍ରେ ଉଲ୍ଟିବ। ଆଉ ଆମେ କରେଇରେ ଯେତିକି ରହିବ ସେତିକି ଦେବା, ତା ପରସ୍ପର ଭିତରେ ସେ ନ ଲାଗିଲେ ସୋୟାବିନ୍ଟା ଦେଖିବାକୁ ଭଲ ଲାଗିବ। ଚାକୁରେ ଆମେ ଧୀରେ ଧୀରେ ଓଲଟେଇ ଦେବା। ଦେଖନ୍ତୁ ଏମିତି ଚାକୁରେ ଧୀରେ ଧୀରେ ଓଲଟେଇ ଦେବା। ସେ ମିଡ଼ିୟମ୍ ଜାଳରେ ରଖିବେ। ଏପଟେ ଆମେ ଚଟଣି ଗୋଟେ ବନେଇବା। ଏଠି ନେଉଛି ମୁଁ ଧନିଆ ପତ୍ର, ତାପରେ ଏଠି ନେଉଛି ରସୁଣ 8-10 କୋଳା, କଞ୍ଚା ଲଙ୍କା, ପିଆଜ, ଟିକେ ଚିନି ପାଉଡ଼ର। ଏବେ ଆମେ ନେବା ଟିକେ ଆଇସ୍ ଖଣ୍ଡ, ତାପରେ ନେବା ଦହି 4-5 ଚାମଚ। ଆକୁ ଆମେ ବାଟି ଆଣିବା। ଏବେ ଆମର ଗ୍ରୀନ୍ ଚଟଣି ରେଡ଼ି। ଚାଲନ୍ତୁ ଆପଣମାନଙ୍କୁ ପ୍ଲେଟିଂ କରି ଦେଖାଉଛି। ଏମିତି ଗରମ ଗରମ ସୋୟାବିନ୍ ପକୋଡ଼ା କରିକି ଖାଆନ୍ତୁ, ନିଜ ପରିବାରକୁ ଖୁଆନ୍ତୁ। ରହିଲି ଆଜି ପାଇଁ ଏତିକି।